ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଓ ଭଉଣୀ ମାନେ, ଆପଣମାନେ ଜାଣନ୍ତି କି ଜଣେ ପାପୀ ବ୍ୟକ୍ତି କଦାପି କେବେ ହେଁ ଈଶ୍ୱରଙ୍କ ନିକଟକୁ ଯାଇପାରେ ନାହିଁ କିମ୍ବା ଈଶ୍ୱରଙ୍କ ସମ୍ମୁଖରେ ଠିଆ ହୋଇପାରେ ନାହିଁ। ଯଦି ତାର ଉଦାହରଣ ମୁଁ ଆପଣମାନଙ୍କୁ କହିବି ତାହେଲେ ଆପଣମାନେ ଜାଣିପାରିବେ। ଯେତେବେଳେ ଆମମାନେ ପୁରାତନ ନିୟମକୁ ଦେଖୁଛୁ, ପୁରାତନ ନିୟମରେ ମୋଶାଙ୍କ ଦ୍ୱାରା ପରମେଶ୍ୱର ସିନୟ ପର୍ବତ ଠାରୁ ଯେତେବେଳେ 10 ଆଜ୍ଞା ଇସ୍ରାଏଲର ଲୋକମାନଙ୍କୁ ଦେବା ପାଇଁ ଚାହିଁଲେ, ଯେଉଁ ବିଷୟ ଆମମାନେ ଯାତ୍ରା ପୁସ୍ତକ 20 ପର୍ବରେ ଆମମାନେ ପଢ଼ୁଛୁ, ଯେତେବେଳେ ସେ 10 ଆଜ୍ଞା ଦେଲା ପରେ ପରମେଶ୍ୱରଙ୍କର ସ୍ୱରକୁ ଶୁଣିଲେ ଯେତେବେଳେ ଇସ୍ରାଏଲର ଲୋକମାନେ, ସେମାନେ ସେହି ପର୍ବତ ନିକଟବର୍ତ୍ତୀ ହେବା ପାଇଁ ଡରିଲେ। ଯେଉଁ ବିଷୟ ଆମମାନେ ଯାତ୍ରା ପୁସ୍ତକ 20 ତାର 18ରୁ 21 ପଦ ମଧ୍ୟରେ ଆମମାନେ ଦେଖିବା ପାଇଁ ପାଉଛୁ। ଯେତେବେଳେ ପରମେଶ୍ୱରଙ୍କର ସ୍ୱରକୁ ଶୁଣିଲେ, ସେମାନେ ମୋଶାଙ୍କୁ ଯାଇକି କହିଲେ, ତୁମ୍ଭେ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ଠାରୁ ଶୁଣି ଆମମାନଙ୍କୁ ପରମେଶ୍ୱରଙ୍କର କଥା ଶୁଣାଅ। ନହେଲେ ଯଦି ଆମେ ଡାଇରେକ୍ଟ ପରମେଶ୍ୱରଙ୍କର କଥା ଶୁଣିବୁ, ପରମେଶ୍ୱର ଯଦି ଆମମାନଙ୍କୁ ଡାଇରେକ୍ଟ କଥା କହିବେ, ତାହେଲେ ଆମ୍ଭେମାନେ ବଞ୍ଚିପାରିବୁନି, ଆମ୍ଭେମାନେ ମରିଯିବୁ ବୋଲି ସେମାନେ ମୋଶାଙ୍କ ନିକଟକୁ ଆସି କହୁଛନ୍ତି। କିନ୍ତୁ ସେତେବେଳେ ମୋଶା ସେମାନଙ୍କୁ କ'ଣ କହୁଅଛନ୍ତି ଆପଣମାନେ ଜାଣନ୍ତି କି ମୋର ପ୍ରିୟମାନେ? ଯେତେବେଳେ ଆମେ ଯାତ୍ରା ପୁସ୍ତକ 20ର ତାର 20 ପଦ ଯଦି କହିବା, ତହିଁରେ ମୋଶା ଲୋକମାନଙ୍କୁ କହିଲେ, ଭୟ କର ନାହିଁ, କାରଣ ତୁମ୍ଭମାନଙ୍କ ପରୀକ୍ଷା କରିବାକୁ ଓ ତୁମ୍ଭେମାନେ ଯେପରି ପାପ ନ କରିବ, ଏଥିପାଇଁ ଆପଣାର ଭୟାନକତା ତୁମ୍ଭମାନଙ୍କ ଚକ୍ଷୁଗୋଚର କରିବାକୁ ପରମେଶ୍ୱର ଆସିଅଛନ୍ତି ବୋଲି କହିଲେ। ମୋର ପ୍ରିୟମାନେ, ଏହି ବାକ୍ୟ ଦ୍ୱାରା ପରମେଶ୍ୱର ଇସ୍ରାଏଲର ଲୋକମାନଙ୍କୁ ଜଣେଇ ଦେଉଛନ୍ତି ଯେ କୌଣସି ବି ମନୁଷ୍ୟ ଈଶ୍ୱରଙ୍କ ସମ୍ମୁଖକୁ ଯାଇପାରିବ ନାହିଁ ବା ଈଶ୍ୱରଙ୍କ ନିକଟବର୍ତ୍ତୀ ହୋଇପାରୁନାହିଁ। ଏହାର ମୁଖ୍ୟ କାରଣ ହେଉଛି ପାପ। ଆଉ ପରମେଶ୍ୱର ତାଙ୍କର ଏହି 10 ଆଜ୍ଞା ଦ୍ୱାରା, ତାଙ୍କର ବାକ୍ୟ ଦ୍ୱାରା ସେହିଦିନ ଇସ୍ରାଏଲର ଲୋକମାନଙ୍କୁ ଜଣାଇବା ପାଇଁ ଚାହୁଁଥିଲେ ଯେ କୌଣସି ମନୁଷ୍ୟ ପାପରେ ଥାଇ, ଅଧର୍ମରେ ଥାଇ, ଅନ୍ୟାୟରେ ଥାଇ, ବ୍ୟଭିଚାରରେ ଥାଇ, ସମସ୍ତ ପ୍ରକାର ପାପରେ ଥାଇ କେବେ ହେଲେ ମୋ ନିକଟକୁ ଆସିପାରିବ ନାହିଁ ବୋଲି ପରମେଶ୍ୱର ସେଦିନ ଜଣେଇ ଦେଲେ। ମୋର ପ୍ରିୟମାନେ, ତାହେଲେ ବାଇବେଲ କହିବା ଅନୁସାରେ ରୋମିଓ 3 ପର୍ବ 10 ପଦରେ ଲେଖାଯାଏ, କୌଣସି ବି ଜଣେ ଲୋକ ସୁଦ୍ଧା ଧାର୍ମିକ ନାହିଁ ବା ଜଣେ ସୁଦ୍ଧା ନାହିଁ, ଆମେ ସମସ୍ତେ ପାପୀ ଅଟୁ ବୋଲି ରୋମିଓ 3 ପର୍ବ 10 ପଦରେ ଆମମାନେ ପଢ଼ୁଛୁ। କେହି ବି ଧାର୍ମିକ ନାହାନ୍ତି, ଜଣେ ସୁଦ୍ଧା ନାହାନ୍ତି ମୋର ପ୍ରିୟମାନେ। ତାହେଲେ ଆମେ ସମସ୍ତେ ଈଶ୍ୱରଙ୍କ ନିକଟରେ ପାପୀ ଅଟୁ। ତାହେଲେ ଆମେ ପାପୀ ହେଇଥିବା ହେତୁ ଈଶ୍ୱରଙ୍କ ନିକଟକୁ ଆମେ କେବେ ବି ଯାଇପାରିନଥାନ୍ତୁ। ମୋର ପ୍ରିୟମାନେ, ଈଶ୍ୱରଙ୍କର ସମ୍ମୁଖକୁ ଆମେ କେବେ ବି ଯାଇପାରିନଥାନ୍ତୁ। କିନ୍ତୁ ଆପଣମାନେ ଜାଣନ୍ତି କି ଆମେ ପାପୀ, ଆମେ ଅଧାର୍ମିକ, ଆମେ ଦୁଷ୍ଟ। ସେଇଥିପାଇଁ ଆମ୍ଭ ବୁଦ୍ଧିରେ, ଆମ୍ଭ ଜ୍ଞାନରେ, ଆମ୍ଭ ବଳରେ, ଆମ ଧାର୍ମିକତାରେ, ଆମ ଧର୍ମକର୍ମରେ ଆମେ କେବେ ହେଁ ଈଶ୍ୱରଙ୍କ ନିକଟକୁ ଯାଇପାରିବୁନି ବୋଲି ଈଶ୍ୱର ଏହି ସୃଷ୍ଟି ପୂର୍ବରୁ, ଆମମାନଙ୍କର ସୃଷ୍ଟି ପୂର୍ବରୁ ସେଇ ଆମମାନଙ୍କୁ ତାଙ୍କ ନିକଟକୁ ନେବା ପାଇଁ ଗୋଟିଏ ପଥ ବା ରାସ୍ତାକୁ ପ୍ରସ୍ତୁତ କରିଥିଲେ ମୋର ପ୍ରିୟମାନେ। ଆଉ ସେଇ ରାସ୍ତା ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆଉ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କର ପାପ ହେତୁ ଏ ଦୁନିଆକୁ ଆସିଲେ। ମୋର ପ୍ରିୟମାନେ, ସେ ଆମମାନଙ୍କର ସମସ୍ତ ପାପକୁ, ସମସ୍ତ ଅଧର୍ମକୁ, ସମସ୍ତ ଅନ୍ୟାୟକୁ, ସମସ୍ତ ଦୁଷ୍ଟତା, ସବୁ ବିଷୟକୁ ନିଜ ଶରୀରରେ ନେଇ ସେହିଦିନ କାଲବରୀ କ୍ରୁଶରେ ନିଜ ଜୀବନକୁ ଦେଲେ। ଆପଣ ଜାଣନ୍ତି ମୋର ପ୍ରିୟମାନେ, ଯଦି ମୁଁ ଆଉ ଆପଣ ଆଜି ଈଶ୍ୱରଙ୍କ ନିକଟକୁ ଯଦି ଯିବା ପାଇଁ ଚାହୁଁଛୁ, ତାହେଲେ ଆମମାନଙ୍କ ଠାରେ ଗୋଟିଏ ମାତ୍ର ବାଟ ଅଛି, ଯେଉଁଟା ପ୍ରେରିତ ପାଉଲ ଏଫେସିୟ 3 ପର୍ବ ତାର 12 ପଦରେ ଲେଖନ୍ତି ଯେ ସେହି ପ୍ରଭୁଙ୍କ ଠାରେ ଅର୍ଥାତ୍ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା ଆମ୍ଭେମାନେ ତାହାଙ୍କଠାରେ ସାହସ ପୁଣି ଈଶ୍ୱରଙ୍କ ନିକଟକୁ ନିର୍ଭୟରେ ଯିବା ପାଇଁ ପଥ ପାଇଅଛୁ। ମୋର ପ୍ରିୟମାନେ, ଯେଉଁ ପାପ ଆମମାନଙ୍କୁ ଈଶ୍ୱରଙ୍କ ନିକଟକୁ ଯିବା ପାଇଁ ବାଧା ଦେଉଥିଲା,
जो पाप आममानकर प्रतिबंधक साजिथिला परमेश्वर निकट को जीवा पाए, किंतु सही पाप हेतु आममानकर प्रभु यीशु स्वर्ग सिंहासन छाड़ी दुनिया को आसी आममानकर पाप हेतु काल्वरी क्रूस रे से निज जीवन को देले। आउ आममानकर पापर मुक्ति को साधन कले। आज जदि कौनसी भी व्यक्ति हुंतु ना कहीं जदि से प्रभु यीशु ख्रीष्टंकर क्रूसीय मृत्यु पुनरुत्थान को विश्वास करिवो, आ प्रभु यीशु को हृदय रे ग्रहण करिवो, आ पापर मन परिवर्तन करी प्रभु यीशु को पथरे चलिबा पाई निष्पत्ति नेबो, सही व्यक्ति परित्राण प्राप्त होई से ईश्वर को निकट को निर्भय रे जीवा पाई पथ पाइबो। ए पद जो आमे पढ़िलु एफिसियो 3:12 पदरे, जो माने जीशु ख्रीष्ट को विश्वास करी अछंती, हे जीशु ख्रीष्ट को विश्वास करिबा द्वारा साहसर सहित ईश्वर को निकट को निर्भय रे जीवा पाई पथ पाई अछु बोली लिखा अछि। मोर प्रिय माने आपण जदि सही जीशु ख्रीष्ट को एबे विश्वास करिवे जे आपणक पाप पाई प्रभु जीशु ख्रीष्ट क्रूस रे मरी अछंती, आपणको ईश्वर को निकट को नेवा पाई प्रभु जीशु ख्रीष्ट काल्वरी क्रूस रे शास्त्र अनुसार मृत्युवरण करी अछंती, शास्त्र अनुसार समाधि प्राप्त होई अछंती, शास्त्र अनुसार तृतीय दिन रे पुनर्बार जीवित होई कि उठी अछंती। एहा जदि आपण हृदय रे विश्वास करिवे, जीशु ख्रीष्ट को आपणको हृदय रे स्थान देवे, ताहले मोर प्रिय माने प्रभु जीशु ख्रीष्टंकर वाक्य अनुसार आपण सेई पिता परमेश्वर सत्य ईश्वर जीवंत ईश्वर जी आपण को प्रेम करती, जी आपण को परित्राण करबा पाई निज पुत्र प्रभु जीशु ख्रीष्टं को काल्वरी क्रूस रे चूर्ण करी अछंती, सही पिता ईश्वर को निकट को जीवा पाई आपण पथ पाई अछंती। सतिपाई मते शुणुथिबा प्रत्येक भाई भौणी माने आज होछि समय, एणु आसु जो माने प्रभु जीशु ख्रीष्ट को ए जाई विश्वास करि नाहंती प्रभु बोली, आ हृदय रे परित्राण करता उद्धार करता बोली ग्रहण करि नाहंती, ताहले आज आपण माने ग्रहण करंतु, आ प्रभुंकर पुआ आ झियो होई तांको निकट को जीवा पाई पथ पांतु। प्रभु आपण समस्त को आशीर्वाद करंतु।